ओम शांति 12/8/24 महावाक्य। मिठा बाबा कहते मिठे बच्चे वर्तमान घर को फेरिबा को हेबो, सेथिपाई बाबा को मने पकाइबार एवं निजर चरित्र को सुधारिबार मेहनत कर। आजिर प्रश्न अछि अज्ञान निद्रारे सुआई देवा भली कथा कौन एवं ताहा द्वारा क्षति कौन होइछि। उत्तर कल्पर आयुष को लक्ष लक्ष वर्ष बोली कहिबा ଏହା ହିଁ ହେଉଛି ଅଜ୍ଞାନ ନିଦ୍ରାରେ ସୁଆଇ ଦେବା ଭଳି କଥା। ଏହାଦ୍ୱାରା ସମସ୍ତେ ଜ୍ଞାନ ନେତ୍ରହୀନ ହୋଇଯାଇଛନ୍ତି। ଘରକୁ ଫେରିବାର ସମୟ ବହୁତ ଦୂରରେ ଅଛି ବୋଲି ଭାବୁଛନ୍ତି। ବୁଦ୍ଧିରେ ଅଛି ଏବେ ତ ଲକ୍ଷ ଲକ୍ଷ ବର୍ଷ ଏଇଠାରେ ହିଁ ସୁଖ ଦୁଃଖର ପାଠ କରିବାର ଅଛି। ସେଥିପାଇଁ ପବିତ୍ର ହେବାର ମେହନତ କରୁନାହାନ୍ତି। କିନ୍ତୁ ତୁମେ ପିଲାମାନେ ଜାଣିଛ ଏବେ ଘରକୁ ଯିବାର ସମୟ ବହୁତ ନିକଟତର ହୋଇଗଲାଣି। ତେଣୁ ଏବେ ଆମକୁ ପରିଶ୍ରମ କରି କର୍ମାନ୍ତିତ ହେବାକୁ ପଡ଼ିବ। ଓମ୍ ଶାନ୍ତି। ମଧୁର ସନ୍ତାନମାନଙ୍କୁ ଏବେ ବାବା ଆତ୍ମାର ଘର ମନେ ପକାଇ ଦେଉଛନ୍ତି। ଯଦିଓ ଭକ୍ତି ମାର୍ଗରେ ମଧ୍ୟ ଘରକୁ ମନେ ପକାନ୍ତି, ପରନ୍ତୁ ସେଠାକୁ କେତେବେଳେ ଯିବେ, କିପରି ଯିବେ କିଛି ବି ଜାଣିନାହାନ୍ତି। କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହିବା କାରଣରୁ ଘରକୁ ମଧ୍ୟ ଭୁଲି ଯାଇଛନ୍ତି। ଭାବୁଛନ୍ତି ଲକ୍ଷ ଲକ୍ଷ ବର୍ଷ ଏହିଠାରେ ହିଁ ଅଭିନୟ କରୁଛୁ, ତେଣୁ ଘରକୁ ଭୁଲି ଯାଇଛୁ। ଏବେ ବାବା ମନେ ପକାଇ ଦେଉଛନ୍ତି ପିଲାମାନେ ଘରକୁ ଯିବାର ସମୟ ବହୁତ ନିକଟରେ, ଏବେ ନିଜ ଘରକୁ ଫେରିବାକୁ ହେବ। ମୁଁ ତୁମ ପିଲାମାନଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଛି। ଘରକୁ ଯିବ କେତେ ସହଜ କଥା। ଭକ୍ତି ମାର୍ଗରେ ତ ଜଣା ବି ପଡ଼ିନଥାଏ କି କେବେ ମୁକ୍ତିଧାମକୁ ଯିବୁ। ମୁକ୍ତି ପ୍ରାପ୍ତ କରିବାକୁ ହିଁ ଘରକୁ ଫେରିବା କୁହାଯାଏ। ଲକ୍ଷ ଲକ୍ଷ ବର୍ଷ କହିଦେଇଥିବାରୁ ସବୁ ଭୁଲି ଯାଇଛନ୍ତି। ବାବାଙ୍କୁ ଏବଂ ଘରକୁ ମଧ୍ୟ ଭୁଲି ଯାଇଥାନ୍ତି। ଲକ୍ଷ ଲକ୍ଷ ବର୍ଷ କହିବା ଦ୍ୱାରା ବହୁତ ଫରକ ହୋଇଯାଉଛି। ଅଜ୍ଞାନ ନିଦ୍ରାରେ ଯେପରି ଶୋଇପଡ଼ୁଛନ୍ତି, କେହି ବି ବୁଝିପାରୁନାହାନ୍ତି। ଭକ୍ତି ମାର୍ଗରେ ଘରକୁ ଫେରିବାର ସମୟ ଦୂରରେ ଅଛି ବୋଲି ଅନେକ ଭାବୁଛନ୍ତି, କହୁଛନ୍ତି। ବାବା କହୁଛନ୍ତି ବାଃ, ମୁକ୍ତିଧାମକୁ ତ ଏବେ ଯିବାକୁ ପଡ଼ିବ। ଏମିତି କ'ଣ ତୁମେ ଲକ୍ଷ ଲକ୍ଷ ବର୍ଷ ଧରି ଭକ୍ତି କରୁଛ କି? ତୁମକୁ ଜଣା ବି ନାହିଁ ଯେ ଭକ୍ତି କେବେ ଆରମ୍ଭ ହେଲା। ଲକ୍ଷ ଲକ୍ଷ ବର୍ଷର ହିସାବ ତ କରିବାର ଦରକାର ନାହିଁ। ଏହାଦ୍ୱାରା ବାବାଙ୍କୁ ଏବଂ ଘରକୁ ଭୁଲି ଯାଇଛନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। କିନ୍ତୁ ସେମାନେ ଏତେ ଦୂରକୁ ନେଇଯାଇଛନ୍ତି। ଏବେ ବାବା କହୁଛନ୍ତି ସନ୍ତାନଗଣ ଘରକୁ ଯିବାର ସମୟ ତ ବିଲକୁଲ ନିକଟରେ। ମୁଁ ବର୍ତ୍ତମାନ ଆସିଛି ତୁମକୁ ନେଇଯିବା ପାଇଁ। ଘରକୁ ଯିବାକୁ ହେବ, କିନ୍ତୁ ତା ପୂର୍ବରୁ ପବିତ୍ର ତ ନିଶ୍ଚିନ୍ତ ହେବାକୁ ପଡ଼ିବ। ଗଙ୍ଗା ସ୍ନାନ ଆଦି ତ ତୁମେ ବହୁତ କରି ଆସିଛ, କିନ୍ତୁ ପବିତ୍ର ହୋଇନାହଁ। ଯଦି ପବିତ୍ର ହୋଇଥାନ୍ତ ତେବେ ଘରକୁ ଚାଲି ଯାଇଥାନ୍ତ। କିନ୍ତୁ ଘରର ଠିକଣା ଜଣା ନାହିଁ, ତେଣୁ ପବିତ୍ର ହେବାର ମାର୍ଗ ମଧ୍ୟ ଜଣା ନାହିଁ। ଅଧାକଳ୍ପ ଭକ୍ତି କରି ଆସିଛ, ତେଣୁ ଭକ୍ତିକୁ ଛାଡ଼ି ପାରୁନାହଁ। ଏବେ ବାବା କହୁଛନ୍ତି ଭକ୍ତିର ସମୟ ପୁରା ହେଉଛି। ଭକ୍ତିରେ ତ ଅପାର ଦୁଃଖ ରହିଥାଏ। ଏପରି ନୁହେଁ ଯେ ତୁମେ ସନ୍ତାନମାନେ ଲକ୍ଷ ଲକ୍ଷ ବର୍ଷ ଦୁଃଖ ଦେଖିଛ। ଲକ୍ଷ ଲକ୍ଷ ବର୍ଷର କଥା ହିଁ ନାହିଁ। ପ୍ରକୃତରେ ଦୁଃଖ ତ ତୁମେ କଳିଯୁଗରେ ଭୋଗିଲ, ଯେତେବେଳେ କି ଅଧିକ ବିକାରୀ ହୋଇ ଦୁର୍ଗନ୍ଧଯୁକ୍ତ ହୋଇଗଲ। ପ୍ରଥମେ ଯେତେବେଳେ ରଜ ଅବସ୍ଥା ଅର୍ଥାତ୍
ଦ୍ୱାପରରେ ଥିଲ ତ କିଛି ବୁଦ୍ଧି ଥିଲା, ଏବେ ତ ବିଲକୁଲ ବୁଦ୍ଧିହୀନ ହୋଇଯାଇଛ। ଏବେ ବାବା ପିଲାମାନଙ୍କୁ କହୁଛନ୍ତି, ସୁଖଧାମକୁ ଯିବାକୁ ଅଛି ତ ପବିତ୍ର ହୁଅ। ଜନ୍ମ ଜନ୍ମାନ୍ତରର ଯେଉଁ ପାପର ଭାର ମୁଣ୍ଡ ଉପରେ ରହିଛି, ତାକୁ ବାବାଙ୍କର ସ୍ମୃତି ଦ୍ୱାରା ହାଲୁକା କର। ତେବେ ବହୁତ ଖୁସି ରହିବ। ଯେଉଁ ବାବା ତୁମକୁ ଅଧାକଳ୍ପ ପାଇଁ ସୁଖଧାମ ନେଇଯାଉଛନ୍ତି, ତାଙ୍କୁ ମନେ ପକାଇବାକୁ ହେବ। ବାବା କହୁଛନ୍ତି, ତୁମକୁ ଏପରି ଲକ୍ଷ୍ମୀ ନାରାୟଣଙ୍କ ପରି ହେବାର ଅଛି। ତେଣୁ ପ୍ରଥମେ ପବିତ୍ର ହୁଅ ଏବଂ ନିଜର ଚରିତ୍ରକୁ ସୁଧାର। ବିକାରଗୁଡ଼ିକୁ ଭୂତ କୁହାଯାଏ। ଲୋଭର ଭୂତ ମଧ୍ୟ କିଛି କମ୍ ନୁହେଁ। ଏହି ଭୂତ ବହୁତ ଅଶୁଦ୍ଧ ଅଟେ। ମନୁଷ୍ୟକୁ ଏକଦମ ଖରାପ କରିଦେଇଥାଏ। ଲୋଭ ମଧ୍ୟ ବହୁତ ପାପ କରାଇଥାଏ। 5 ବିକାର ବହୁତ କଡ଼ା ଭୂତ। ଏସବୁକୁ ଛାଡ଼ିବାକୁ ହେବ। ଲୋଭକୁ ତ୍ୟାଗ କରିବା ମଧ୍ୟ ସେତିକି ମୁସ୍କିଲ, ଯେତିକି କାମ ବିକାରକୁ ତ୍ୟାଗ କରିବା। ମୋହକୁ ତ୍ୟାଗ କରିବା ମଧ୍ୟ ସେତିକି ମୁସ୍କିଲ ହୋଇଥାଏ, ଯେତିକି କାମ ବିକାରକୁ ତ୍ୟାଗ କରିବା। କୌଣସି ବିକାରକୁ ତ୍ୟାଗ କରୁନାହାନ୍ତି। ସାରା ଜୀବନ ବାବା ବୁଝାଇ ଚାଲିଥିଲେ ମଧ୍ୟ ମୋହର ଜଞ୍ଜିରରେ ବାନ୍ଧି ହୋଇ ରହୁଛନ୍ତି। କ୍ରୋଧ ମଧ୍ୟ ବହୁତ କଷ୍ଟରେ ଦୂର ହୋଇଥାଏ। କହୁଛନ୍ତି, ପିଲାମାନଙ୍କ ଉପରେ କ୍ରୋଧ ଆସୁଛି। ନାମ ତ କ୍ରୋଧର ହେଉଛ ନା। କୌଣସି ବି ଭୂତ ନ ଆସୁ, ସମସ୍ତ ଭୂତ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ବାବା କହୁଛନ୍ତି, ଯେ ପର୍ଯ୍ୟନ୍ତ ମୁଁ ଅଛି, ସେ ପର୍ଯ୍ୟନ୍ତ ତୁମେ ପୁରୁଷାର୍ଥ କରି ଚାଲ। ବାବା କେତେ ବର୍ଷ ରହିବେ? ବାବା ଏତେ ବର୍ଷ ହେଲା ବସି ବୁଝାଇ ଚାଲିଛନ୍ତି। ବହୁତ ସମୟ ଦେଉଛନ୍ତି। ସୃଷ୍ଟିଚକ୍ରକୁ ଜାଣିବା ତ ବହୁତ ସହଜ। 7 ଦିନରେ ସାରା ଜ୍ଞାନ ବୁଦ୍ଧିରେ ଆସିଯାଏ। ବାକି ଜନ୍ମ ଜନ୍ମାନ୍ତରର ପାପ କଟିବାରେ ସମୟ ଲାଗେ। ଏହା ହିଁ କଠିନ। ସେଥିପାଇଁ ବାବା ସମୟ ଦେଉଛନ୍ତି। ମାୟାର ବହୁତ ବିରୋଧ ହୋଇଥାଏ, ଏକଦମ ଭୁଲାଇ ଦେଇଥାଏ। ଏଠାରେ ବସିଲେ ମଧ୍ୟ ପୂରା ସମୟ ବାବାଙ୍କୁ ମନେ ପକାନ୍ତି ନାହିଁ। ବହୁତ ଆଡ଼େ ବୁଦ୍ଧି ଚାଲିଯାଇଥାଏ। ସେଥିପାଇଁ ସମୟ ଦେବାକୁ ହେବ। ମେହନତ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ। ପାଠପଢ଼ା ତ ବହୁତ ସହଜ। ବୁଦ୍ଧିମାନ ପିଲା ହୋଇଥିଲେ ତ 7 ଦିନରେ ସାରା ଜ୍ଞାନ ବୁଝିଯିବେ କି ଏହି 84 ଜନ୍ମର ଚକ୍ର କିପରି ଘୁରୁଛି। ବାକି ପବିତ୍ର ହେବାରେ ହିଁ ପରିଶ୍ରମ ରହିଛି। ଏହା ଉପରେ କେତେ ଝଗଡ଼ା ହୁଏ। ବୁଝୁଛନ୍ତି, ଏ କଥା ତ ଠିକ୍। ଆମେ ଗ୍ଲାନି କରୁଥିଲେ ଯେ ଏହି ବ୍ରହ୍ମାକୁମାରୀମାନେ ପତି ପତ୍ନୀକୁ ଭାଇ ଭଉଣୀ କରିଦେଉଛନ୍ତି। ପରନ୍ତୁ କଥା ତ ବିଲକୁଲ ରାଇଟ୍, ସତ୍ୟ ଅଟେ। ଯେ ପର୍ଯ୍ୟନ୍ତ ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇନାହୁଁ, ସେ ପର୍ଯ୍ୟନ୍ତ ପବିତ୍ର କିପରି ରହିପାରିବୁ? କ୍ରିମିନାଲରୁ ଅର୍ଥାତ୍ କୁଦୃଷ୍ଟି ସମ୍ପନ୍ନରୁ ସିଭିଲ ଅର୍ଥାତ୍ ସୁଦୃଷ୍ଟି ସମ୍ପନ୍ନ କିପରି ହୋଇପାରିବୁ? ଏହି ଯୁକ୍ତି ବହୁତ ଭଲ ଯେ ଆମେ ବ୍ରହ୍ମା କୁମାର କୁମାରୀମାନେ ଭାଇ ଭଉଣୀ ହୋଇଗଲୁ। ଏଥିରେ ପବିତ୍ର ଦୃଷ୍ଟି ହେବାରେ ବହୁତ ସହଯୋଗ ମିଳେ। ବ୍ରହ୍ମାଙ୍କର କର୍ତ୍ତବ୍ୟ ମଧ୍ୟ ଏହା ନା। ବ୍ରହ୍ମାଙ୍କ ଦ୍ୱାରା ଦେବୀ ଦେବତା ଧର୍ମର ସ୍ଥାପନା ଅଥବା ମନୁଷ୍ୟକୁ ଦେବତା କରିବା। ବାବା ପୁରୁଷୋତ୍ତମ ସଙ୍ଗମ ଯୁଗରେ ଆସୁଛନ୍ତି। ତେଣୁ ବୁଝାଇବା ପାଇଁ ମଧ୍ୟ କେତେ କଷ୍ଟ କରିବାକୁ ପଡ଼ୁଛି।
ବାବାଙ୍କର ପରିଚୟ ଦେବା ପାଇଁ ସେବା କେନ୍ଦ୍ର ଖୋଲାଯାଉଛି। ବେହଦ ବାବାଙ୍କ ଠାରୁ ବେହଦ ବର୍ଷା ନେବାକୁ ହେବ, ଅର୍ଥାତ୍ ଅସୀମ ସମ୍ପତ୍ତି ନେବାକୁ ହେବ। ଭଗବାନ ତ ହେଉଛନ୍ତି ନିରାକାର। କୃଷ୍ଣ ତ ଦେହଧାରୀ ଅଟନ୍ତି। ତାଙ୍କୁ ଭଗବାନ କୁହାଯାଇପାରିବ ନାହିଁ। କହୁଛନ୍ତି ମଧ୍ୟ ଭଗବାନ ଆସି ଭକ୍ତିର ଫଳ ଦେବେ, କିନ୍ତୁ ଭଗବାନଙ୍କର ଯଥାର୍ଥ ପରିଚୟ ନାହିଁ। ତୁମେ କେତେ ବୁଝାଉଛ, ତଥାପି ବୁଝୁନାହାନ୍ତି। ଦେହଧାରୀ ତ ପୁନର୍ଜନ୍ମରେ ନିଶ୍ଚିନ୍ତ ଆସୁଛନ୍ତି। ଏବେ ସେମାନଙ୍କ ଠାରୁ ବର୍ଷା ମିଳିପାରିବ ନାହିଁ। ଆତ୍ମାମାନଙ୍କୁ ପରମ ପିତା ପରମାତ୍ମାଙ୍କ ଠାରୁ ବର୍ଷା ମିଳିଥାଏ। ମନୁଷ୍ୟକୁ ଜୀବନ ମୁକ୍ତି ଦେଇପାରିବେ ନାହିଁ। ଏହି ବର୍ଷା ପାଇବା ପାଇଁ ତୁମେମାନେ ପୁରୁଷାର୍ଥ କରୁଛ। ସେଥିପାଇଁ ବାବାଙ୍କୁ ପାଇବା ପାଇଁ ତୁମେ ଏଣେ ତେଣେ କେତେ ଘୂରି ବୁଲୁଥିଲ। ପ୍ରଥମେ ତ ଏକମାତ୍ର ଶିବଙ୍କର ପୂଜା କରୁଥିଲ, ଆଉ କେଉଁଆଡ଼େ ଯାଉନଥିଲ। ତାହା ଥିଲା ଅବ୍ୟଭିଚାରୀ ଭକ୍ତି। ସେତେବେଳେ ଅନ୍ୟମାନଙ୍କର ମନ୍ଦିର ଆଦି ତିଆରି ହୋଇନଥିଲା। ଏବେ ତ ଅନେକ ଚିତ୍ର ହୋଇଗଲାଣି। ଅନେକ ମନ୍ଦିର ଆଦି ତିଆରି କରୁଛନ୍ତି। ଭକ୍ତି ମାର୍ଗରେ ତୁମକୁ କେତେ ମେହନତ କରିବାକୁ ପଡ଼ୁଛି। ତୁମେ ଜାଣିଛ ଶାସ୍ତ୍ରରେ ଗତି ସଦ୍ଗତିର କୌଣସି ରାସ୍ତା ନାହିଁ। ତାହା ତ କେବଳ ଏକମାତ୍ର ବାବା ହିଁ କହୁଛନ୍ତି। ଭକ୍ତି ମାର୍ଗରେ କେତେ ମନ୍ଦିର ତିଆରି କରି ଚାଲିଛନ୍ତି। ବାସ୍ତବରେ ମନ୍ଦିର କେବଳ ଦେବୀ ଦେବତାମାନଙ୍କର ତିଆରି ହୋଇଥାଏ। ଆଉ କୌଣସି ମନୁଷ୍ୟଙ୍କର ମନ୍ଦିର ତିଆରି କରାଯାଏ ନାହିଁ। କାହିଁକି ନା ମନୁଷ୍ୟ ତ ପତିତ ଅଟନ୍ତି। ପତିତ ମନୁଷ୍ୟ ପାବନ ଦେବତାମାନଙ୍କର ପୂଜା କରିଥାନ୍ତି। ସେମାନେ ମଧ୍ୟ ମନୁଷ୍ୟ ଅଟନ୍ତି, କିନ୍ତୁ ତାଙ୍କଠାରେ ଦୈବୀ ଗୁଣ ରହିଛି। ଯେଉଁମାନଙ୍କ ପାଖରେ ଦୈବୀ ଗୁଣ ନଥାଏ, ସେମାନେ ତାଙ୍କର ପୂଜା କରନ୍ତି। ତୁମେ ନିଜେ ପୂଜ୍ୟ ଥିଲ, ପୁଣି ପୂଜାରୀ ହୋଇଛ। ମନୁଷ୍ୟର ଭକ୍ତି କରିବା ଅର୍ଥ ପାଞ୍ଚ ତତ୍ତ୍ୱର ଭକ୍ତି କରିବା। ଶରୀର ତ ପାଞ୍ଚ ତତ୍ତ୍ୱରେ ତିଆରି ହୋଇଛି। ଏବେ ପିଲାମାନଙ୍କୁ ମୁକ୍ତିଧାମକୁ ଯିବାକୁ ହେବ, ଯେଉଁଥିପାଇଁ ଏତେ ଭକ୍ତି କରିଛନ୍ତି। ଏବେ ସମସ୍ତଙ୍କୁ ନିଜ ସାଥିରେ ନେଇଯାଉଛନ୍ତି। ତୁମେ ସତ୍ୟଯୁଗକୁ ଚାଲିଯିବ। ବାବା ଆସିଛନ୍ତି ତୁମକୁ ପତିତ ଦୁନିଆରୁ ପବିତ୍ର ଦୁନିଆକୁ ନେଇଯିବା ପାଇଁ। ପବିତ୍ର ଦୁନିଆ ଦୁଇଟି ରହିଛି, ମୁକ୍ତିଧାମ ଓ ଜୀବନ ମୁକ୍ତିଧାମ। ବାବା କହୁଛନ୍ତି, ମଧୁର ସନ୍ତାନଗଣ, ମୁଁ କଳ୍ପ କଳ୍ପ ସଙ୍ଗମ ଯୁଗରେ ଆସୁଛି। ତୁମେ ଭକ୍ତି ମାର୍ଗରେ କେତେ ଦୁଃଖ ଭୋଗ କରିଛ। ଗୀତ ମଧ୍ୟ ରହିଛି ନା, ଚାରୋ ତରଫ ଲଗାଏ ଫେରେ ଫିର୍ ବି ହରଦମ ଦୂର ରହେ। କାହାଠାରୁ ଦୂରରେ ରହିଲେ? ବାବା କହିଲେ, ଚାରିଆଡ଼େ ତମେ ଚକ୍କର ଲଗେଇଲ, ବୁଲିଲ, ତଥାପି ପ୍ରତି ମୁହୂର୍ତ୍ତରେ ଅଲଗା ରହିଲ ବା ଦୂରରେ ରହିଲ ବୋଲି ଗୀତ ଗାଉଛ। ତେବେ କାହାଠାରୁ ଦୂରେଇକି ରହିଲ? କାହାଠାରୁ? ବାବାଙ୍କ ଠାରୁ। ବାବାଙ୍କୁ ଖୋଜିବା ପାଇଁ ଜନ୍ମ ପରେ ଜନ୍ମ ଘୂରି ବୁଲିଲ, ତଥାପି ବାବାଙ୍କ ଠାରୁ ଦୂରେଇ ରହିଲ। ସେଥିପାଇଁ ଡାକୁଛନ୍ତି, ହେ ପତିତ ପାବନ ଆସ, ଆମକୁ ପବିତ୍ର କର। ବାବାଙ୍କ ଛଡ଼ା ଆଉ କେହି ପବିତ୍ର କରିପାରିବେ ନାହିଁ। ଏହି ଖେଳ ହେଉଛି 5000 ବର୍ଷର ଡ୍ରାମା ଅନୁସାରେ ପ୍ରତ୍ୟେକ ଆତ୍ମା ପୁରୁଷାର୍ଥ କରୁଛନ୍ତି। ଯେମିତି କଳ୍ପ ପୂର୍ବରୁ କରିଥିଲେ, ସେହି ଅନୁସାରେ ହିଁ ରାଜଧାନୀର ସ୍ଥାପନା ହେଉଛି। ସମସ୍ତେ ତ ଏକାପରି ପଢ଼ିବେ ନାହିଁ। ଏହା ପାଠଶାଳା ଅଟେ ନା, ଏହା ରାଜଯୋଗର ପାଠପଢ଼ା।
ଯେଉଁମାନେ ଦେବୀ ଦେବତା ଧର୍ମର ଆତ୍ମା ହୋଇଥିବେ ସେମାନେ ପ୍ରତ୍ୟକ୍ଷ ହୋଇଯିବେ। ମୂଳ ପତନରେ ମଧ୍ୟ ଯେତିକି ସଂଖ୍ୟା ରହିବା କଥା ଅବିକଳ ସେତିକି ରହିବ, କମ୍ ବେଶୀ ହେବ ନାହିଁ। ନାଟକରେ ଅଭିନେତାମାନଙ୍କର ଅଭିନୟ ବିଲକୁଲ ସଠିକ୍ ଥାଏ, ପରନ୍ତୁ ବୁଝିପାରୁନାହାନ୍ତି। ଯେତିକି ବି ଅଛନ୍ତି ଅବିକଳ ସେତିକି ପୁଣି ମଧ୍ୟ ଆସି ସେମାନେ ଅଭିନୟ କରିବେ। ପୁଣି ତୁମେ ନୂଆ ଦୁନିଆକୁ ଆସିବ, ବାକି ସମସ୍ତେ ସେଠାକୁ ଚାଲିଯିବେ, ଅର୍ଥାତ୍ ଶାନ୍ତିଧାମକୁ ଚାଲିଯିବେ। ଏବେ କେହି ଗଣତି କରିବା ପାଇଁ ଚାହିଁବେ ତ ଗଣିପାରିବେ ନାହିଁ। ଏବେ ବାବା ତୁମକୁ ବହୁତ ରହସ୍ୟଯୁକ୍ତ ପଏଣ୍ଟ କହୁଛନ୍ତି। ଆରମ୍ଭର ଏବଂ ବର୍ତ୍ତମାନର ବୁଝାଇବାରେ କେତେ ଫରକ ରହିଛି। ପାଠପଢ଼ାରେ ସମୟ ଲାଗେ, ସଙ୍ଗେ ସଙ୍ଗେ କେହି ICS ହୋଇଯିବେ ନାହିଁ। କ୍ରମାନ୍ୱୟରେ ପାଠପଢ଼ା ହୋଇଥାଏ। ବାବା କେତେ ସହଜରେ ବୁଝାଉଛନ୍ତି, ଯାହାକି ମନୁଷ୍ୟମାନଙ୍କର ବୁଦ୍ଧିରେ ସହଜରେ ରହିପାରିବ। ଦିନକୁ ଦିନ ନୂଆ ନୂଆ ପଏଣ୍ଟ ବା ଜ୍ଞାନ ବିନ୍ଦୁ ବୁଝାଉଛନ୍ତି। ଏବେ ବାବା କହୁଛନ୍ତି ମୋତେ ଅର୍ଥାତ୍ ପତିତ ପାବନ ବାବାଙ୍କୁ ଡାକିଛ, ମୁଁ ଆସିଛି, ତେଣୁ ତୁମେ ପବିତ୍ର ହୁଅ। ନିଜକୁ ଆତ୍ମା ଭାବି ମୋତେ ମନେ ପକାଇଲେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ। ପୁଣି ଏଠାକୁ ଅଭିନୟ କରିବା ପାଇଁ ଆସିବାକୁ ପଡ଼ିବ। ବାବା କହୁଛନ୍ତି ଆତ୍ମା ପତିତ ହୋଇଛି, ସେଥିପାଇଁ ପତିତ ପାବନ ବାବାଙ୍କୁ ମନେ ପକାଉଛନ୍ତି ପବିତ୍ର ହେବା ପାଇଁ। କେତେ ବଡ଼ ଆଶ୍ଚର୍ଯ୍ୟର କଥା! ଏତେ ଛୋଟ ଆତ୍ମା କେତେ ଅଭିନୟ କରୁଛି। ଏହାକୁ କୁଦରତ ବା ପ୍ରକୃତି କୁହାଯାଏ। ଏହାକୁ ଦେଖିପାରିବା ନାହିଁ। କେହି କହୁଛନ୍ତି ଆମେ ପରମାତ୍ମାଙ୍କର ସାକ୍ଷାତକାର କରିବୁ। ବାବା କହୁଛନ୍ତି ଏତେ ଛୋଟ ବିନ୍ଦୁର ତୁମେ କ'ଣ ସାକ୍ଷାତକାର କରିପାରିବ? ମୁଁ ଜାଣିବା ଯୋଗ୍ୟ, ବାକି ଦେଖିବା ତ ମୁସ୍କିଲ। ଅର୍ଥାତ୍ ବାବାକୁ ଜାଣିବା ଯୋଗ୍ୟ ବାବା, କିନ୍ତୁ ବାବାଙ୍କୁ ଦେଖିବା ତ ମୁସ୍କିଲ। ଆତ୍ମାକୁ ଏହିସବୁ କର୍ମ ଇନ୍ଦ୍ରିୟ ଗୁଡ଼ିକ ଅଭିନୟ କରିବା ପାଇଁ ମିଳିଛି। କେତେ ଅଭିନୟ କରୁଛି, ଆଶ୍ଚର୍ଯ୍ୟର କଥା ନା? କେବେ ବି ଆତ୍ମା ଘୋରି ହେଉନାହିଁ। ଏହା ହେଉଛି ଅବିନାଶୀ ଡ୍ରାମା। ଏହା ଅବିନାଶୀ ପୂର୍ବ ନିର୍ମିତ। କେବେ ତିଆରି ହେଲା ଏହା ପଚାରି ପାରିବ ନାହିଁ। ଏହାକୁ ଅନାଦି କୁହାଯାଏ। ବାବା କହିଲେ ଏହାକୁ କ'ଣ କୁହାଯାଏ? ଅନାଦି କୁହାଯାଏ। ମନୁଷ୍ୟଙ୍କୁ ପଚାର, ରାବଣଙ୍କୁ କେବେଠାରୁ ଜଳାଇ ଆସୁଛ? ଶାସ୍ତ୍ର କେବେଠାରୁ ପଢ଼ି ଆସିଛ? ତେବେ କହିଦେଉଛନ୍ତି ଅନାଦି କାଳରୁ। ଜଣା ନାହିଁ। ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି ନା? ବାବା ବସି ବୁଝାଉଛନ୍ତି ଠିକ୍ ସେପରି ପିଲାମାନଙ୍କୁ ପଢ଼ାଇଥାନ୍ତି। ତୁମେ ଜାଣିଛ ଆମେ ବିଲକୁଲ ବୁଦ୍ଧିହୀନ ଥିଲୁ, ପୁଣି ବେହଦର ବୁଦ୍ଧି ଆସିଗଲା। ତାହା ହେଉଛି ହଦର ପାଠପଢ଼ା। ଏହା ହେଉଛି ବେହଦର ପାଠପଢ଼ା। ଅଧାକଳ୍ପ ଦିନ, ଅଧାକଳ୍ପ ହେଉଛି ରାତି। 21 ଜନ୍ମ ତୁମେ ସାମାନ୍ୟ ଦୁଃଖ ମଧ୍ୟ ଭୋଗିବ ନାହିଁ। କହୁଛନ୍ତି ନା ତୁମ କେଶ ବି ବଙ୍କା ନ ହେଉ। କେହି ଦୁଃଖ ଦେଇପାରିବେ ନାହିଁ। ନାମ ହିଁ ହେଉଛି ସୁଖଧାମ। ଏଠାରେ ତ ସୁଖ ହିଁ ନାହିଁ। ମୂଳ କଥା ହେଲା ପବିତ୍ରତାର। ତେବେ ଚରିତ୍ର ଉତ୍ତମ ହେବା ଦରକାର ନା? ସନ୍ତାନମାନଙ୍କୁ ସବୁ କଥା ସ୍ପଷ୍ଟ ଭାବରେ ବୁଝାଯାଉଛି। କ୍ଷତି ଏବଂ ଲାଭ ହୁଏ ନା? ଏବେ ତ ବାବା କହୁଛନ୍ତି ଲାଭର କଥା ହିଁ ନାହିଁ। ଏବେ ତ କ୍ଷତି ହିଁ କ୍ଷତି ହେବାର ଅଛି। ବିନାଶର ସମୟ ଆସୁଛି। ସେ ସମୟରେ ଦେଖିବ କ'ଣ କ'ଣ ହେଉଛି।
ବର୍ଷା ନହେଲେ ଖାଦ୍ୟଶସ୍ୟର ମୂଲ୍ୟ କେତେ ମହଙ୍ଗା ହୋଇଯାଏ। ଭଲେ କହୁଛନ୍ତି 3 ବର୍ଷ ପରେ ବହୁତ ଖାଦ୍ୟଶସ୍ୟ ହେବ, ପୁଣି ମଧ୍ୟ ବାହାରୁ ଖାଦ୍ୟଶସ୍ୟ ମଗାଉଛନ୍ତି। ଏମିତି ସମୟ ଆସିବ ଯେତେବେଳେ ଗୋଟିଏ ଦାନା ବି ମିଳିବ ନାହିଁ। ଏତେ ବିପଦ ଆସିବ। ଏହାକୁ ଈଶ୍ୱରୀୟ ବିପଦ କହୁଛନ୍ତି। ବର୍ଷା ନହେବ ତ ଅକାଳ ନିଶ୍ଚିନ୍ତ ପଡ଼ିବ। ସବୁ ତତ୍ତ୍ୱ ଆଦି ବିଗିଡ଼ିଯିବ। ବହୁତ ସ୍ଥାନରେ ତ ବର୍ଷା କ୍ଷତି କରିଦେଇଥାଏ। ତୁମେ ସନ୍ତାନମାନେ ଜାଣିଛ, ବାବା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି। ଏହା ହେଉଛି ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ତୁମକୁ ପୁଣି ନରରୁ ନାରାୟଣ କରୁଛନ୍ତି। ଏହି ବେହଦର ପାଠ ବେହଦର ବାବା ହିଁ ପଢ଼ାଉଛନ୍ତି। ଯେ ଯେମିତି ପଢ଼ିବ ସେମିତି ପଦ ପାଇବ। ବାବା ତ ପୁରୁଷାର୍ଥ କରାଉଛନ୍ତି। ପୁରୁଷାର୍ଥ କମ୍ କରିବ ତ ପଦ ମଧ୍ୟ କମ୍ ପାଇବ। ଶିକ୍ଷକ ମଧ୍ୟ ଛାତ୍ରକୁ ବୁଝାଇବେ ନା। ଯଦି ଅନ୍ୟମାନଙ୍କୁ ନିଜ ସମାନ କରୁଛନ୍ତି, ତେବେ ଯାଇ ଜଣାପଡ଼ୁଛି ଯେ ଇଏ ଭଲ ଭାବେ ପଢ଼ୁଛନ୍ତି ଏବଂ ପଢ଼ାଉଛନ୍ତି। ମୂଳ କଥା ହେଉଛି ଯୋଗର ଯାତ୍ରା। ମୁଣ୍ଡ ଉପରେ ପାପର ବୋଝ ବହୁତ ରହିଛି। ମୋତେ ୟାଦ କଲେ ପାପ ଭସ୍ମ ହେବ। ଏହା ହେଉଛି ରୁହାନୀ ଯାତ୍ରା। ଛୋଟ ପିଲାଙ୍କୁ ମଧ୍ୟ ଶିଖାଅ। ଶିବ ବାବାଙ୍କୁ ମନେ ପକାଅ। ତାଙ୍କର ମଧ୍ୟ ହକ୍ ଅଛି। ସେମାନେ ବୁଝିପାରିବେ ନାହିଁ କି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ନା, କେବଳ ଶିବ ବାବାଙ୍କୁ ମନେ ପକାଇବେ। ମେହନତ କଲେ ତାଙ୍କର ମଧ୍ୟ କଲ୍ୟାଣ ହୋଇପାରିବ। ଆଚ୍ଛା, ମିଠା ମିଠା ଶିଖିଲ ଦେ। ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସୁପ୍ରଭାତ ଏବଂ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ନରରୁ ନାରାୟଣ ପଦ ପ୍ରାପ୍ତ କରିବା ପାଇଁ ବେହଦର ବାବାଙ୍କ ଠାରୁ ବେହଦର ପାଠ ପଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼ାଇବାକୁ ହେବ। ନିଜ ସମାନ କରିବାର ସେବା କରିବାକୁ ହେବ। ଦ୍ୱିତୀୟ ପଏଣ୍ଟ, ନିଜ ଭିତରେ ଥିବା ଲୋଭ ମୋହର ଅଂଶକୁ ମଧ୍ୟ ବାହାର କରିବାର ମେହନତ କରିବାକୁ ହେବ। ନିଜର ଚରିତ୍ରକୁ ଏଭଳି ସୁଧାରିବାକୁ ହେବ ଯାହାକି କୌଣସି ବି ବିକାର ରୂପକ ଭୂତ ଭିତରକୁ ପ୍ରବେଶ କରିପାରିବ ନାହିଁ। ବରଦାନ, ଭଗବାନ ଏବଂ ଭାଗ୍ୟର ସ୍ମୃତି ଦ୍ୱାରା ଅନ୍ୟମାନଙ୍କର ମଧ୍ୟ ଭାଗ୍ୟ ତିଆରି କରୁଥିବା ସୌଭାଗ୍ୟଶାଳୀ ଖୁସିବାସିଆ ଆତ୍ମା ହୁଅ। ଭଗବାନ ଏବଂ ଭାଗ୍ୟର ସ୍ମୃତି ଦ୍ୱାରା ଅନ୍ୟମାନଙ୍କର ମଧ୍ୟ ଭାଗ୍ୟ ତିଆରି କରୁଥିବା ସୌଭାଗ୍ୟଶାଳୀ ଖୁସିବାସିଆ ଆତ୍ମା ହୁଅ। ବିସ୍ତାର, ଅମୃତ ବେଳାଠାରୁ ରାତ୍ରି ପର୍ଯ୍ୟନ୍ତ ନିଜର ଭିନ୍ନ ଭିନ୍ନ ଭାଗ୍ୟକୁ ସ୍ମୃତିରେ ଆଣ ଏବଂ ଏହି ଗୀତ ଗାଉଥାଅ ଯେ ବାବା ମୋର ଶ୍ରେଷ୍ଠ ଭାଗ୍ୟ। ବାବା କହିଲେ, ଅମୃତ ବେଳାଠାରୁ ରାତ୍ରି ପର୍ଯ୍ୟନ୍ତ ନିଜର ଭିନ୍ନ ଭିନ୍ନ ଭାଗ୍ୟକୁ ସ୍ମୃତିରେ ଆଣ ଏବଂ ଏହି ଗୀତ ଗାଉଥାଅ ଯେ ବା ମୋର ଶ୍ରେଷ୍ଠ ଭାଗ୍ୟ। ବା ଯେଉଁମାନେ ସର୍ବଦା ଭଗବାନ ଏବଂ ଭାଗ୍ୟର ସ୍ମୃତିରେ ରହିଥାନ୍ତି, ସେମାନେ ହିଁ ଅନ୍ୟମାନଙ୍କୁ ଭାଗ୍ୟବାନ କରିପାରିବେ। ବ୍ରାହ୍ମଣର ଅର୍ଥ ହେଲା ସର୍ବଦା ଭାଗ୍ୟବାନ ଏବଂ
ସଦା ସୌଭାଗ୍ୟଶାଳୀ। କାହାର ବି ସାହସ ନାହିଁ ଯାହାକି ବ୍ରାହ୍ମଣ ଆତ୍ମାର ଖୁସିକୁ କମ୍ କରିଦେଇପାରିବ। ତେଣୁ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଖୁସିବାସିଆ ତଥା ସୌଭାଗ୍ୟଶାଳୀ ଅଟ। ବ୍ରାହ୍ମଣ ଜୀବନରୁ ଖୁସି ଦୂରେଇ ଯିବା ଅସମ୍ଭବ ଅଟେ। ଶରୀର ପଛେ ଚାଲିଯିବ କିନ୍ତୁ ଖୁସି ଯାଇପାରିବ ନାହିଁ। ଆଚ୍ଛା, ଆଜିର ସ୍ଲୋଗାନ ଅଛି, ମାୟାର ଝୁଲଣାକୁ ଛାଡ଼ି ଅତୀନ୍ଦ୍ରିୟ ସୁଖର ଝୁଲଣାରେ ସର୍ବଦା ଝୁଲୁଥାଉ। ମାୟାର ଝୁଲଣାକୁ ଛାଡ଼ି ଅତୀନ୍ଦ୍ରିୟ ସୁଖର ଝୁଲଣାରେ ସର୍ବଦା ଝୁଲୁଥାଉ। ଆଚ୍ଛା, ଓମ୍ ଶାନ୍ତି।